हेलो फ्रेंड्स वेलकम टू माय चैनल। तो यहाँ आज आपणको न्यूज़ पेपर रे पब्लिश होईची आपणकर खूब शीघ्र नर्सिंग पदवी आपणको पूरण हवा पाई कि जोटा कि 200 पदवी आपणकर वैकेंसी खाली रही आपणको एससीबी मेडिकल रे आपणकर जोटा कि अपडेट आछि ता विषय डिटेल्स जानिबा वीडियो को शेष पर्यंत देखंतु। आ चैनल रे प्रथम थर पाई चैनल को सब्सक्राइब करंतु। एही भली कंटेंट पाई बेल आइकन को क्लिक करंतु जदा समस्त वीडियो नोटिफिकेशन आपण पारे पहुंच पाइबे। देखंतु एटी आपण लिखा जाईची फांका पड़ी 200 रु अधिक पदवी नाहांती सेविका। कटक बड़ डाक्तखाना रोगी सेवा ବ୍ୟାଘାତ ଘଟୁଥିବା ଆବଶ୍ୟକ ଅନୁଯାୟୀ ନର୍ସ ନଥିବା ସ୍ୱାସ୍ଥ୍ୟ ସେବା ତଦାରଖ କରିବାରେ ସମସ୍ୟା ଦେଖାଦେଇଛି। 400 ରୁ ଅଧିକ ରୋଗୀଙ୍କୁ ମାତ୍ର 4 ଜଣ ନର୍ସ କାଜୁଆଲିଟି ପରିଚାଳନା କରିବା କଷ୍ଟକର ହୋଇଛି। ପ୍ରତ୍ୟେକ ଦିନ ଏସିବିରେ 3000 ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏଠାରେ ନର୍ସ ସଂଖ୍ୟା ମାତ୍ର 1026। ତେବେ ବଡ଼ ଡାକ୍ତରଖାନା ନର୍ସମାନଙ୍କ ମଞ୍ଜୁରୀପ୍ରାପ୍ତ ପଦ ହେଉଛି 1281 ଜଣ। 200 ରୁ ଅଧିକ ନର୍ସ ପଦ ଏବେ ବି ଫାଙ୍କା ପଡ଼ିଛି। ନର୍ସ ସଂକଟ ଦୂର ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ପୂର୍ବ ଭାରତ ସର୍ବବୃହତ ସରକାରୀ ଡାକ୍ତରଖାନା ଭାବେ ପରିଗଣିତ ବଡ଼ ଡାକ୍ତରଖାନା ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। ସମ୍ପ୍ରତି ଏସିବିରେ ଶଯ୍ୟା ସଂଖ୍ୟା 2100 ରହିଛି। ଅନେକ ୱାର୍ଡରେ ରୋଗୀ ଚଟାଣରେ ଶୋଇ ମଧ୍ୟ ଚିକିତ୍ସିତ ହେଉଛନ୍ତି। ତେଣୁ ଏସିବିରେ ରୋଗୀ ସଂଖ୍ୟା ଆନୁମାନିକ 3000। ଏବେ ଜାତୀୟ ମେଡିକାଲ କମିଶନ ଏବଂ ଇଣ୍ଡିଆନ୍ ନର୍ସିଂ କାଉନସିଲ ନିୟମ ଅନୁସାରେ ଡାକ୍ତରଖାନା ରୋଗୀ ଏବଂ ନର୍ସ ଅନୁପାତ 3:1 ରହିବା ଉଚିତ, ଅର୍ଥାତ୍ 3 ଜଣ ରୋଗୀଙ୍କୁ ନିମନ୍ତେ ଜଣେ ନର୍ସ ରହିବେ। ସେହିପରି ଗାଇଡଲାଇନ ଅନୁଯାୟୀ ଆଇସିୟୁ ଗୁଡ଼ିକ ନିମ୍ନୋକ୍ତ ଅନୁପାତ ଭିନ୍ନ ରହିଛି। ଆଇସିୟୁରେ ରୋଗୀ ଏବଂ ନର୍ସ ଅନୁପାତ 1:1 ରହିବା ଆବଶ୍ୟକ। ଜଣେ ରୋଗୀ ପାଇଁ ଜଣେ ନର୍ସ ରହିବା କଥା। ହେଲେ ଏସିବିରେ 3000 ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏଠାରେ ନର୍ସ ସଂଖ୍ୟା 1026 ରହିଛି। ନର୍ସ ସଂକଟ ଦୂର ହେତୁ ଆଇସିୟୁରେ ମଧ୍ୟ ସମସ୍ୟା ହେଉଛି। ଆଇସିୟୁରେ 40 ଜଣ ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ମାତ୍ର 10 ଜଣ ନର୍ସଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଜୈନିକ ନର୍ସ କହିଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଅନେକ ଥର ଅବଗତ କରାଯାଇଛି। ଏହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନର୍ସମାନେ ଚିଠି ମଧ୍ୟ ଲେଖିଛନ୍ତି, ହେଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନି। ଅନ୍ୟପକ୍ଷରେ ଦାୟିତ୍ୱ ବଣ୍ଟନରେ ତ୍ରୁଟି ହେତୁ ଏହି ସମସ୍ୟା ବହୁଗୁଣିତ ହୋଇଛି ବୋଲି ସେ କହିଛନ୍ତି। ସେହିପରି ନର୍ସ ପଦ ପୂରଣ ପାଇଁ ଉଦ୍ୟମ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖାଯାଇଛି। ଏ ଦିଗରେ ଗୁରୁତ୍ୱ ଦେଇ ଫାଙ୍କା ପଡ଼ିଥିବା ନର୍ସ ପଦ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଏଇଟା ଆପଣ ନର୍ସ ପଦ ଯେଉଁ ପୂରଣ ହେବା ପାଇଁ କି ଆପଣଙ୍କର ଅପଡେଟ୍ ଆସିଛି। 200 ରୁ ଅଧିକ ନର୍ସ ଆପଣଙ୍କର ଯୋଉଠି ଏସି ମେଡିକାଲରେ ଆବଶ୍ୟକ, କିନ୍ତୁ ସେଠି କମ୍ ରହୁଛନ୍ତି, ତ ସେଥିପାଇଁ କି ଏଟା ପୂରଣ ହେବା ପାଇଁ ଅପଡେଟ୍ ଆସିଛି। ହୁଏତ ଏଟା ଆପଣଙ୍କ ଏସି ମେଡିକାଲ ୱେବସାଇଟରେ ଆପଣଙ୍କର ଅପଡେଟ୍ ଦେଇପାରେ ଆଗକୁ। ତ ଦେଖାଯିବ ଯାହା ବି ଅପଡେଟ୍ ଆସିବ ଆପରେ ଦିଆଯିବ। ଆଉ ନର୍ସ ପଦବୀ ଓଡ଼ିଶାରେ ଆପଣଙ୍କର ଖାଲି ପଡ଼ିଛି, ଯୋଉଟାକି ଆଗକୁ ନିହାତି ଆସିବା ଦରକାର। ତା ପାଇଁ ବି ପିଲାମାନେ ଚେଷ୍ଟା କରୁଛନ୍ତି। ଆପଣମାନେ ବି ଚେଷ୍ଟା କରନ୍ତୁ କେମିତି ଆପଣ ନର୍ସିଂ ପଦବୀ ଆସିବ, ଯେକୌଣସି ଅର୍ଗାନାଇଜେସନ ହେଲେ ବି ଆସୁ। ତା ସହିତ ଏଠି ଆପଣଙ୍କର ଅପଡେଟ୍ ଆସିଛି ଗୋଟେ, ଯୋଉଠିକି ପ୍ରତିଶ୍ରୁତି ପାଳନ କରି ସରକାର ମୁକେଶ ମହାଲିଙ୍ଗ ଯିଏ ଆପଣଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି, 1,05,00,000 ପଦ 2 ବର୍ଷରେ 65,000 ପଦ ପୂରଣ କରାଯିବ। ଏଟା ମୁଁ ଡିଟେଲ୍ସ ପଢୁନି, ଆପଣ ପାଇଯିବେ। ଯାହା ସବୁ ଲେଖା ହେଇଛି ଆପଣମାନେ ଜାଣିପାରିବେ। ତ ଏଇ ଦୁଇଟି ଅପଡେଟ୍ ଆସିଥିଲା ଆପଣମାନଙ୍କ ପାଇଁ କି ନର୍ସିଂ ପଦବୀକୁ ନେଇକି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ଓ ସେୟାର କରନ୍ତୁ। ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ এইଭଳି ଅପଡେଟ୍ ପାଇଁ ଭିଡ଼ିଓକୁ ଲାଇକ୍ ଓ ସେୟାର ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ। ତାର ପିଡିଏଫ୍ ଆପଣମାନଙ୍କୁ ଟେଲିଗ୍ରାମ ଚ୍ୟାନେଲ ମିଳିଯିବ। ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଭିଡ଼ିଓ ଡେସ୍କ୍ରିପସନ୍ ମିଳିଥିବ, ସେଠୁ ଯାଇ ଆପଣମାନେ ଜଏନ୍ କରି ଡାଉନଲୋଡ୍ କରିପାରିବେ। ଧନ୍ୟବାଦ।